ବିଶ୍ୱଜିତ କାମ କରେ ଗାଁରେ। ତ ସାଙ୍ଗମାନେ ସକାଳୁ ସକାଳୁ ଆସି ପହଞ୍ଚି ଯାଇଛୁ ଆମେ କଟକରେ, କାହିଁକିନା ବାପାଙ୍କର ଗୋଟେ ଅପରେସନ୍ ଥିଲା। ଆପଣମାନେ ଅଳ୍ପ ବହୁତ ଜାଣିଛନ୍ତି। ଆମେ ପଛ ବ୍ଲଗ୍ରେ ମୁଁ ଦେଖେଇଥିଲି ବାପାଙ୍କୁ ମୋର ଆସି ଡାକ୍ତରଙ୍କ ସହିତ କନସଲ୍ଟ କରିକି ଯାଇଥିଲୁ। ତ ସାଙ୍ଗମାନେ ସେ ଅପରେସନ୍ ପ୍ରପୋଜାଲରେ ଆମେ ଆସି ପହଞ୍ଚି ଯାଇଛୁ ଶକ୍ତି ହସ୍ପିଟାଲରେ। ତ ସାଙ୍ଗମାନେ ଆପଣମାନେ ନିହାତି ଜାଣିଥିବେ ଆମ ମଧ୍ୟବିତ୍ତ ପରିବାର ଗରିବ ଲୋକଙ୍କ ପାଇଁ ମେଡ଼ିକାଲ ଆସିବା ବି ଆଜ୍ଞା ବହୁତ କଷ୍ଟ, କାହିଁକିନା ଆମେ ଯାହା ଗୋଟେ ଦିନରେ କମାଉ ସେଇଦିନ ହିଁ ଖାଉ। ତ ସାଙ୍ଗମାନେ ଆମେ ଆସି ପହଞ୍ଚି ଯାଇଛୁ ମେଡ଼ିକାଲର ରିସେପସନ୍ରେ। ତ କିଛି ଟେଷ୍ଟ ଅଛି, ଟେଷ୍ଟ ସରିଲା ପରେ ଡକ୍ଟର ଡିସାଇଡ଼୍ କରିବେ ଆମର ଅପରେସନ୍ ଆଜି ହେବ କି କାଲି ହେବ, କେଉଁ ଦିନ ହେବ। ସେ ଯାହା ବି ହେଉ ସାଙ୍ଗମାନେ, ମୁଁ ଆପଣମାନଙ୍କୁ ଏତିକି ଅନୁରୋଧ କରୁଛି, ଛୋଟ ହେଉ ବଡ଼ ହେଉ, ରୋଗ ତ ରୋଗ ଆଜ୍ଞା। ତ ଅପରେସନ୍ ଆମ ପାଇଁ ବହୁତ ବଡ଼ ଜିନିଷ। ମୁଁ ଠାକୁରଙ୍କୁ ଡାକୁଛି ଖାଲି ବାପାଙ୍କର ଅପରେସନ୍ଟା ସକ୍ସେସଫୁଲ୍ ହେଉ, ଆମେ ପୁଣି ଥରେ ଘରକୁ ଖୁସିରେ ଫେରୁ, ନୂଆ ନୂଆ ବ୍ଲଗ୍ କରୁ। ତ ସାଙ୍ଗମାନେ ଇସିଜି ଡକ୍ଟର କହିଲେ ଇସିଜି କରିବାକୁ, ତ ଆମେ ଇସିଜି କରୁଛୁ। ଇସିଜି କରିସାରିଲା ପରେ ସବୁ ରିପୋର୍ଟ ଯଦି ନର୍ମାଲ୍ ଠିକ୍ଠାକ୍ ବାହାରିଲା, ତାହେଲେ ହୁଏତ ଆଜି କି କାଲି ଅପରେସନ୍ ହେଇଯିବ। ଆପଣମାନଙ୍କୁ ମୋର ବିନମ୍ର ଅନୁରୋଧ, ଆପଣମାନେ ବି ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ମୁଁ ଠିକ୍ରେ ଘରକୁ ପଳାଏ। ତ ସାଙ୍ଗମାନେ ରହିଲି, ଜୟ ଜଗନ୍ନାଥ। କ'ଣ ହେବ ମୁଁ ଆଗାମୀ ଭିଡ଼ିଓରେ ଆପଣମାନଙ୍କୁ ନିହାତି ଜଣାଇବି।